ପ୍ରିୟ ଦର୍ଶକ ବନ୍ଧୁ, ଆପଣମାନେ ଯଦି ଭାଗବତ ପଢ଼ିବାକୁ କିମ୍ବା ଶୁଣିବାକୁ ଚାହୁଁଥାନ୍ତି ତାହେଲେ ଏହି ଆମ ମାଇଥୋଲୋଜି ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଥାନ୍ତୁ। ଏହି ଚ୍ୟାନେଲରେ ଧାରାବାହିକ ଭାବରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ପ୍ରଣୀତ ଶ୍ରୀମଦ୍ ଭାଗବତ ମହାପୁରାଣର ଗୋଟିଏ ଅଧ୍ୟାୟର ଭିଡ଼ିଓ ପ୍ରତ୍ୟେକ ଦିନ ଆସିବ। ପୂର୍ବ ଭିଡ଼ିଓରେ ଆମେ ଶ୍ରୀମଦ୍ ଭାଗବତ ମହାପୁରାଣର ପ୍ରଥମ ସ୍କନ୍ଧ ପଞ୍ଚମ ଅଧ୍ୟାୟ ପାଠ କରିଥିଲେ। ଆଜି ଆସନ୍ତୁ ଆମେ ପ୍ରଥମ ସ୍କନ୍ଧ ଷଷ୍ଠ ଅଧ୍ୟାୟ ପାଠ କରିବା। ତେବେ ଚାଲନ୍ତୁ ଭିଡ଼ିଓଟି ଆରମ୍ଭ କରିବା। ଓମ୍ ଶ୍ରୀ ପରମାତ୍ମନେ ନମଃ। ଓମ୍ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ୍ ଭାଗବତ ମହାପୁରାଣ ପ୍ରଥମ ସ୍କନ୍ଧ ଷଷ୍ଠ ଅଧ୍ୟାୟ। ଷଷ୍ଠେ ନାରଦ ପୂର୍ବଜନ୍ମ ବୃତ୍ତାନ୍ତ କରନ୍ତି ବଖାଣ। ସୁତ ଉବାଚ ଏମନ୍ତେ ନାରଦଙ୍କ ବାଣୀ ସେ ସତ୍ୟବତୀ ସୁତ ଶୁଣି ନାରଦ ଜନ୍ମ କର୍ମ ଯେତେ ହରିଙ୍କି ଭଜିଲେ ଯେମନ୍ତେ। ଏ ସର୍ବ କଥା ଜାଣିବାରେ ପୁଣି ପୁଛିଲେ ଆରବାରେ। ବ୍ୟାସ ଉବାଚ ଥିଲେ ସନ୍ନ୍ୟାସୀ ଯେତେ ଦିନ ତୁମକୁ କଲେ ମନ୍ତ୍ର ଦାନ। ସନ୍ତ ସେ ଦେଇ ମନ୍ତ୍ର ଦୀକ୍ଷା ଗମିଲେ ଯେଣେ ତାଙ୍କ ଇଚ୍ଛା। ତଦନନ୍ତରେ କଲ କିସ ତୁମ୍ଭର ପ୍ରଥମ ବୟସ। ଜନ୍ମ ସଞ୍ଚୟୀ ପ୍ରଜାପତି ବାଳୁତ କାଳୁ ଯେତେ ଗତି। କରି ବଞ୍ଚନ୍ତି ପ୍ରାଣୀ ସର୍ବେ ତୁମ୍ଭେ ବଞ୍ଚିଲ କେଉଁ ଭାବେ। କାଳ ପ୍ରବେଶେ ମୁନି ବର କେନେ ଛାଡ଼ିଲ କଳେ ବର। ପୂର୍ବ କଳ୍ପର ଏ ବିଚାର କିରୂପେ ହେଲ ଜାତି ସ୍ମର। ତୁମ୍ଭର ଜ୍ଞାନ ଦେହ ଅନ୍ତେ କାଳନ ହାରିଲା କେମନ୍ତେ। ନାରଦ ଉବାଚ ଶୁଣ ହୋ ମୁନି ସୁଧ ଚେତା। ମୋ ଜନ୍ମ କର୍ମର ବାରତା। ମୋତେ ପରମ ଜ୍ଞାନ ଦେଇ ବିପ୍ରେ ଯେ ଗଲେ ପଥ ବାହି। ମୁଁ ପୁଣି ପ୍ରଥମ ବୟସେ ମୁନି ଜନକ ଉପଦେଶେ। ଦିନ ବଞ୍ଚଇ ମାତା କୋଳେ ମନ ମୋ କୃଷ୍ଣ ପାଦ ତଳେ। ମୋର ଜନନୀ ବିପ୍ର ଘରେ ସେବକୀ ପଣେ ଦିନ ହରେ। ସେବଇ ବିପ୍ର ଘରେ ନିତ୍ୟ ନଥାଇ ଆପଣାୟତେ। ଏକଇ ପୁତ୍ର ତାର ମୁହିଁ ସେ ମୋତେ ଦଣ୍ଡେ ନ ଛାଡ଼ଇ। ସ୍ନେହ ପୋଷଇ ନୀତି ନୀତି ମତହୁ ନାହିଁ ଅନ୍ୟ ଗତି। ମୋର ନିମିତ୍ତେ ଭିକ୍ଷାନ୍ନ ବହୁତ କଳ୍ପେ ତାର ମନ। ସେବା ପାଇବ ଅନ୍ନ କାହିଁ ବ୍ରାହ୍ମଣ ଘରେ ଜାମିଳଇ। ମୋତେ ଭୁଞ୍ଜାଇ ଅବଶେଷ ମୋର ଜନନୀ କରେ ଗ୍ରାସ। ସଂସାର ଈଶ୍ୱର ଆୟତେ କାଷ୍ଠ ପିତୁଳି ଯେନେ ହସ୍ତେ। ଜନନୀ ସ୍ନେହ ବଦ୍ଧ ହୋଇ ମୁଁ ସେ ବ୍ରାହ୍ମଣ ଘରେ ଥାଇ। ନ ଜାଣେ ଦିଗ ଦେଶ କାଳେ କେବଳ ଗୁରୁ ପଥ ଭାଳେ। ବାଳକ ପଞ୍ଚମ ବରଷ ବଞ୍ଚଇ ଜନନୀର ପାଶ। ମୋର ଜନନୀ ଏକ ଦିନେ ବ୍ରାହ୍ମଣ ଘରେ ଗୋଦହନେ। ଧେନୁ ଦୋହାନ୍ତେ ପଥେ ବସି ସର୍ପେ ମିଳିଲା ବେଗେ ଆସି। ଦୈବ ଯୋଗେ ସେ ଦଂଶିଲା ତକ୍ଷଣେ ଜନନୀ ମଲା। ମୁହିମା ତାଙ୍କୁ ଅଗ୍ନି ଦେଇ ଭାଳଇ ଚଉଦିଗ ଚାହିଁ। ତାର ମରଣ ମୋ କଲ୍ୟାଣ ମଣିଲି କଲେ ଭଗବାନ। ବିପ୍ରଙ୍କ ତହିଁ ମୋର ମନ ନିତ୍ୟ ଭାଳଇ ଛନ ଛନ। ତାହାଙ୍କୁ ଭେଟିବାର ଅର୍ଥେ ଗଲି ଉତ୍ତର ଦିଗ ପଥେ। ଅନେକ ପୁର ନଗର ଗ୍ରାମେ ବିପ୍ରଙ୍କୁ ଖୋଜି ପଥ ଶ୍ରମେ। ଖେଟ ଖର ବଟ ବାଟି ବନେ ଦୁର୍ଗମ ପର୍ବତ କାନନେ। ପବିତ୍ର ଜଳେ ପୁଣ୍ୟ ତୀର୍ଥେ ଦେବେ ବସନ୍ତି ଯହିଁ ନିତ୍ୟେ। ଉତ୍ତମ ସରୋବର ବନେ ହଂସ ସାରସ ଭୃଙ୍ଗ ସ୍ୱନେ। ପୁଣି ମିଳିଲି ଘୋର ଦେଶେ ପୂରିତ ନଳ କୁଶ କାଶେ। ହସ୍ତି ସେବିତ ବନ ଆଦି ସେ ସ୍ୱର୍ଣ୍ଣ ଚିତ୍ର ପୁଣ୍ୟ ନଦୀ। ବାଉଁଶ ଲତା ଗୁଲ୍ମ ସାର
ଦିଶୋଇ ଘୋର ଭୟଙ୍କର। ସର୍ପ ଭଲ୍ଲୁକ ଶିବା ଗୃହେ, ବନେ ଭ୍ରମଇ ଏକା ଦେହେ। ଏମନ୍ତେ ଭ୍ରମୁ ଘୋର ପଥେ, ଶ୍ରମେ ପିପାସା ବୁଭୁକ୍ଷିତେ। হেমন্তে যাওঁ পদে পদে, শ্রমে পশিলি নদী হ্রদে। শীতଳ ବାରି ସ୍ନାନ ପାନ, କରନ୍ତେ ଗଲା ମୋର ଶ୍ରମ। ନିର୍ଜନ ବନେ ନଦୀ କୂଳେ ବସି ଅଶ୍ୱତ୍ଥ ତରୁ ମୂଳେ, ଯେ ରୂପେ ମୁନିଙ୍କ ବଚନେ ଆତ୍ମାରେ ଆତ୍ମା ଅବଧାନେ। କୃଷ୍ଣର ପାଦ ପଦ୍ମ ଯୁଗେ ଧ୍ୟାନ ମୁଁ କଲି ଅନୁରାଗେ। ଉତ୍କଣ୍ଠା ଗଦ ଗଦ ବଚନ, ଅଶ୍ରୁ ଜଳରେ ନେତ୍ର ପୂର୍ଣ୍ଣ। ତକ୍ଷଣେ ପରମ ଆନନ୍ଦ, ହରି ବିଜୟ ମୋର ହୃଦ। ଅତ୍ୟନ୍ତ ପ୍ରେମ ଭରେ ଦେହେ, ଉଦ୍ଗମ ହେଲେ ତନୁ ରୁହେ। ଆନନ୍ଦ ସାଗରେ ବୁଡ଼ିଲି, ଉଭୟ ଲୋକ ନ ଜାଣିଲି। ରୂପେ କି ଦେବା ପଟାନ୍ତର, ମନ ବଚନ ଅଗୋଚର। ନ ଦେଖି ପୁଣି ତତକ୍ଷଣେ, ବ୍ୟାକୁଳ ଚିତ କର ଶଣେ। ପୁଣି ରହିଲି ଦୃଢ଼ ଚିତ୍ତେ, ସେ ରୂପ ଦେଖିବା ନିମନ୍ତେ। ସେ ହରି ହୋଇଲେ ଅନ୍ତର, ଦିଶିଲା ଘୋର ଅନ୍ଧକାର। ବାହୁଡ଼ି ଚାହିଁଲି ବାହାରେ, ଦିଶ ଆକାଶ ଆଭ୍ୟନ୍ତରେ। ଭିତର ବାହାରେ ନ ପାଇ, ଆକୁଳେ କିମ୍ପା ମୋର ଦେହି। ଏମନ୍ତେ ଅନ୍ତରିକ୍ଷ ବାଣୀ, କିବା ଅମୃତ ତରଙ୍ଗିଣୀ। ମନ ବଚନେ ଅଗୋଚର, ସ୍ୱଭାବେ ଗମ୍ଭୀର ସୁସ୍ୱର। ପ୍ରସନ୍ନ କଲା ମୋର ମନ, ଶୁଣିଲି ଆକାଶ ବଚନ। ଏ ଜନ୍ମେ ଦେଖିବୁ ତୁ କାହିଁ, ମୋହର ଆଦି ଅନ୍ତ ନାହିଁ। କୁଯୋଗୀ ଜନଙ୍କର ଚିତ, କର୍ମ ବାସନାରେ ଜଡ଼ିତ। ଯାବତ ଶୁଭାଶୁଭ କର୍ମେ, ଚିତ আকর্ষে মতি ভ্রমে। ସେ ମୋତେ ପାଇବେ କେମନ୍ତେ, କର୍ମ ଆବରି ନାନା ମତେ। ମୋର ସେବକ ସେବା ଫଳେ, ତୁ ଯେ ବଞ୍ଚିଲୁ ସାଧୁ ମେଳେ। ତେଣୁ ଦେଖିଲୁ ମୋତେ ବେଳେ, ପ୍ରକାଶ ହୃଦୟ କମଳେ। ମୁଁ ଯାର ଚିତେ ନିତ୍ୟ ଥାଇ, ତା ହୃଦୟ ଅମଙ୍ଗଳ କାହିଁ। ଏବେ ସାଧୁଙ୍କ ସେବା କରି, ଦୀର୍ଘ ଜୀବନ ଦେହେ ଧରି। ଦୃଢ଼ ଭକତି ମୋର ପାଦେ, ଚିତେ ପ୍ରସରୁ ଅପ୍ରମାଦେ। ଏ ଦେହ ଛାଡ଼ି ମୋର ଧ୍ୟାନେ, ଅନ୍ତେ ମିଳିବ ମୋ ଭୁବନେ। ମୋର ବିଷୟ ତୋର ମତି, କେବେ ନହିବ ଦୁର୍ଗତି। ସୃଷ୍ଟି ପ୍ରଳୟ ବାଧା ଯେତେ, କେବେ ନ ଲାଗିବ ତୋତେ। ମୋ ଅନୁଗ୍ରହେ ହେଉ ଜ୍ଞାନ, ଏମନ୍ତ ଆକାଶ ବଚନ। ସ୍ୱଭାବେ ସୁହେ ଅନ୍ତରିକ୍ଷେ, ତାହା ଦେଖିବ ପ୍ରତ୍ୟକ୍ଷେ। ସ୍ୱଭାବେ ରୂପ ନାହିଁ ଯାର, ମହାମହିମ ନିର୍ବିକାର। ସେ ବାଣୀ ଶୁଣି ଚିତ୍ତ ସ୍ଥିରେ, ପ୍ରଣାମ କଲି ତାପୟରେ। ମୋର ଜୀବନ କୃତ୍ୟ ଶୁଣ ହେ ସତ୍ୟବତୀ ସୁତ। ସେ ବିନୁ ନ ଜାଣଇ ଆନ, ମୋ ସର୍ବଗତି ଭଗବାନ। ଲାଜ ଭୟକୁ ପରିହରି, ହୃଦେ ଗୋବିନ୍ଦ ନାମ ଧରି। ଅନନ୍ତ ନାମ ଗୁଣ ଯେତେ, ଚିତେ ସୁମରି ଅବିରତେ। ଭୂମି କରଇ ପର୍ଯ୍ୟଟନ, ବିଗତ ରାଗ ତୁଷ୍ଟ ମନ। ମଦ ମତ୍ସର ମାନ ତେଜି, କୃଷ୍ଣ ଚରଣ ଦୃଢ଼େ ଭଜି। ଏମନ୍ତେ ଭ୍ରମ ଅନୁଦିନେ, ନିର୍ମଳ ହୋଇଲା ମୋ ମନ। ଏମନ୍ତେ ଭ୍ରମ ଅନୁଦିନ, ନିର୍ମଳ ହୋଇଲା ମୋ ମନ। ଏମନ୍ତେ ମରଣ ନିୟତ, କାଳ ହୋଇଲା ଉପଗତ। ଚଞ୍ଚଳ ସ୍ଫୁରେ ମୋର ମନେ, ତଡ଼ିତ ଯେହ୍ନେ ନୀଳ ଘନେ। ଦିବ୍ୟ ସ୍ୱରୂପ ମୁହିଁ ଦେଖି, ତକ୍ଷଣେ ଶରୀର ଉପେକ୍ଷି। ଆନନ୍ଦେ କୃଷ୍ଣ ଅନୁରାଗେ, ଶୂନ୍ୟ ଗମିଲି ଦିବ୍ୟ ଦେହେ। କଳ୍ପାନ୍ତେ ଦିନ ପ୍ରଳୟରେ, ସୃଷ୍ଟି ଦେଖିଣ ଉଦରେ। କ୍ଷୀର ଜଳଧି ମଧ୍ୟ ସ୍ଥିତ, ଅନନ୍ତ ଶୟନେ ଅଚ୍ୟୁତ। ବସିଲି ତାର ଆଭ୍ୟନ୍ତରେ, ନିର୍ଲେପ ନିର୍ମଳ ଶରୀରେ। ଯେବେ ସହସ୍ର ଯୁଗ ଗଲା, ଶୟନୁ ଅନନ୍ତ ଉଠିଲା। ତକ୍ଷଣେ ବ୍ରହ୍ମରୂପ ଧରି, ଭୂମି ଭିଆଇ ସୃଷ୍ଟି କରି। ମରିଚି ଆଦି ସପ୍ତସୂତ, ବ୍ରହ୍ମା ମନରୁ ହେଲେ ଜାତ। ମୁହିଁ ହୋଇଲି ତାଙ୍କ ସଙ୍ଗେ, ସମ୍ଭୂତ ବିଧାତାର ଅଙ୍ଗେ। ବାହ୍ୟ ଅନ୍ତରେ ଦୃଢ଼ ବ୍ରତେ, ତିନି ଲୋକେ ଭ୍ରମେ ନିତ୍ୟେ। ବିଷ୍ଣୁର ଭାବେ ଭ୍ରମେ ନୀତି, ମୋହର ଅବ୍ୟାହତ ଗତି। ବିଷ୍ଣୁ ଭଗତି ଭାବ ବଳେ, ମୁହିଁ ଗମଇ ଅନ୍ତରାଳେ।
ଦେବଙ୍କ ମଧ୍ୟରେ ମୁଇଁ ଥାଇ ନିତ୍ୟ କରଇ କୃଷ୍ଣ ଗାଇ ଶୁଣି ସନ୍ତୋଷ ମୋର ବାଣୀ ବୀଣା ଗୋଟିଏ ଦେଲେ ଆଣି ଶପଥ ସ୍ୱର ବିଭୂଷଣା ସୁସ୍ୱର ନାଦ ତିନି ଗୁଣା ସ୍ୱର ମୂର୍ଚ୍ଛନା ନାଦ ବାଇ ଆନନ୍ଦେ କୃଷ୍ଣ ଗୁଣ ଗାଇ ନିରତେ ଭ୍ରମେ ତ୍ରିଜଗତେ ଶୁଣ କହିବାହୁ ଯେତେ ହରିର ଅଭୟ ଚରଣ ଅଶେଷ ତୀର୍ଥଙ୍କର ସ୍ଥାନ ସେ ପାଦ କରନ୍ତେ ସ୍ମରଣ ଶୀଘ୍ରେ ମଚିତେ ନାରାୟଣ ଆଦିତ୍ୟ ତେଜ ପ୍ରାୟ ଦିଶେ ଅଜ୍ଞାନ ତମ ବେଗେ ନାଶେ ସେ ହରି ଚରିତ ବର୍ଣ୍ଣନ ଭୌମୁନି ସାବଧାନେ ଶୁଣ ଭବସାଗରେ ଯେତେ ନରେ ଆତୁର ଚିତ ଆଭ୍ୟନ୍ତରେ ବିଷୟାର ସେ ସୁଯନ୍ତ୍ରିତ କେବେ ହେଲେ ନୁହେଁ ଶୁଦ୍ଧ ଚିତ ଅଛନ୍ତି ଭବ ସିନ୍ଧୁ ଗର୍ଭେ ସେନରେ କେମନ୍ତେ ତରିବେ କୃଷ୍ଣର ଗୁଣ ଗାଥା ଘୋଷି ଆନନ୍ଦେ ସୁଖ ନାବେ ବସି ହେଳେ ତରିବେ ହରି ଗାଇ ଅନ୍ୟଥା ସୁଖ ଲେଶ ନାହିଁ ଯମ ନିୟମ ଯୋଗ ପଥେ ଜେନର ସାଧେ ଅବିରତେ ଏ ନାବ ପାଇବ ସେ କାହିଁ ଯେବେ ଗୋବିନ୍ଦେ ଚିତ ନାହିଁ ଶୁଣ ହେ ସତ୍ୟବତୀ ସୁତ ମୋହର ପୂର୍ବର ଚରିତ ଜନ୍ମ କର୍ମାଦି ମୋର ଯେତେ କହିଲି ତୁମ୍ଭର ଅଗ୍ରତେ ତୁମ୍ଭର ମନ ତୋଷ ଅର୍ଥେ କହିଲି ଭକ୍ତି ଯୋଗ ଯେତେ ସୁତ କହନ୍ତି ଅନୁରାଗେ ଯଜ୍ଞ ସମସ୍ତ ମୁନି ଆଗେ ସୁତ ଉବାଚ ନାରଦ ଜନ୍ମ କର୍ମ କଥା ବିଷ୍ଣୁ ଭକତିର ବ୍ୟବସ୍ଥା ବ୍ୟାସଙ୍କ ଆଗେ ସର୍ବ କହି ଆନନ୍ଦେ ବୀଣା ବାଦ୍ୟ ବାଇ ଆକାଶ ମାର୍ଗେ ଗଲେ ଏକେ ବିଜୁଳି ଯେନେ ବଳା ହକେ ଧନ୍ୟ ମହିମା ଦେବ ଋଷି ନିରତେ କୃଷ୍ଣ ନାମ ଘୋଷି ହରି ଗାୟନ ଭଳ ହୋଇ ବିବିଧ ଛନ୍ଦେ ବୀଣା ଭାଇ ନିରତେ ଭ୍ରମେ ତିନି ପୁର ଜଗତ ସଙ୍କଟୁ ଧରେ ନିରତେ ଭ୍ରମେ ତିନି ପୁରେ ଜଗତ ସଙ୍କଟୁ ଧରେ ବୋଲଇ ଦାସ ଜଗନ୍ନାଥ ପ୍ରଥମ ସ୍କନ୍ଧେ ଭାଗବତ ବୋଲଇ ଦାସ ଜଗନ୍ନାଥ ପ୍ରଥମ ସ୍କନ୍ଧେ ଭାଗବତ इति श्रीमद्भागवते महापुराणे परमहंस्यां संहितायां प्रथमस्कन्धे व्यासनारदसंवादो नाम षष्ठोऽध्याय। ॐ नमो भगवते वासुदेवाय हरि